ଘରେ ଯଦି ଫୁଟଣ ଫୁଟିବ ସେ ସମସ୍ତଙ୍କୁ प्रॉब्लम ठीक मु चिड़ी नहीं चिन्ह कोन आसी जो कथा होबा से समस्त मतलब कह दो धीरे धीरे हालू गाने भाई आगे आ मु गाड़ी चलाऊ ना तुम चलाऊ हां अगर एते ये करते अच्छा एवढा आगर बसरो ना रास्ता भलो नाही से आनी आगर बसरो से पक्का ड्राइवर रे रोक ड्राइवर नाही कई देखला तो गाड़ी देखला वाला मु चलाऊ जे कोन छुआर काच रे देखि दे चढ़ी वाला कोन हे गेला ता काच देखि दे से ओवरटेक करছে गाड़ी डाणो कोठी अछि जानि ना ओवरटेक संकीर्ण रास्ता रे से ओवरटेक ये काच देख छुआंगा को ए हाथ गुलो दिला ए नो बेटा कंपाई नहीं दीटा है जी यार गुडे जाई यार गुडे ए सेटा ना ସେଇଟା ସେଠି ପଶି ଯାଇଛି ए कौन है जी କଣ ହେଲା तो देखाउनी सेटा की ठाकुर ना की गाड़ी को को बाबा देखिए ଖାଇଲନି କେତେବେଳେ ଖାଇବ ସେ ଖାଇବେନି କେହି ଦେଖିଲେ ସେଗୁଡ଼ା ସବୁ ଫୋପାଡ଼ି अब है ଫୋପାଡ଼ିବନି ବସ୍ତେ ବସ୍ତ୍ର ଦେଇଦ ଏ ଯୋଉ ବସ୍ତେଟା ନାହିଁ ନା ସେଇଠି ନେଇକି ସବୁ ଦେଇଦ ଗରିବ ଲୋକ ଗୁଡ଼ା ଖାଇତେ ପାଉନାହାନ୍ତି ଏ ସବୁ ଫୋପାଡ଼ିବେ ସେ ପକୋଡ଼ା ଫକୋଡ଼ା ଖାଇଦେଲେ କିଏ କିଏ ଟାକେ ଟାକେ पास कर देना पकोड़ा नका है नहीं एवढा वही था ରହିଥାନ୍ତିନି ତାପରେ ଲେଟ୍ର ଷ୍ଟାର୍ଟ ହେଲା लेट सब तांकरी भाई सब ये गुडुल भाई एती एक्चुअली प्रॉब्लम टा गुडुल भाई जानछु हमर एकटे प्लान अछि करियार अछि सकाळ काली राती रु तमे सब सौदा पत्र किन के रेडी करबी ना କାଲି ଖାଦ୍ୟ ସ୍ତରରେ ଗଲେ ये सब गपुथले आसी ସେ ତ ତାର ସବୁବେଳେ ବିଜି ଆଉ नहीं बेटा कौन करछो हमरी आ इडिया बाबा को एडी बसी देखिए साइड रे अच्छा ଖାଇବା ବଢିଆ ହେଲା नहीं खंडिया आई ତାର ଦେଖ हां आलू सीजन ଆଳୁ ସିଝିନି तो जे हने कोन होबे ଯେତେ ଆଳୁ ବନ୍ଦେଲେ ସେ କେହି ସିଝିନି ଆଳୁ ଗୁଡ଼ା ସିଝି आलटा कोन कला सुन कोन ସିଝିନି आलटा को तेल पके देला तेल पके दे कि आलटा पके दे पंडाल देला चिन्नु तीनों का बोलता ସେ ଖାଲି ପାଣି ଖାଇକି ଖାଉଥିଲା ସେଟା ଟିକେ ପାଣି ଢାଳି ନାଲି ଟିକେ अरे पानी ढाले कोन देखो कोढ़ार भाजीबा से डिश रो भाजी में फरक है से डिश टा कोन होची से भीतर टा को माने खेचा में चाहिए ହେଲା पानी ढाला कोड़े की ये बाबा गाड़ी चलाता है हे 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 तू देख बम आसु देखे दे साइड को वाह ଖାଇଥିବ ଯୋଉ ଜିନିଷଟା ଧରିଥିବ ଧରି ପାଟିରେ ବି ଧରି ଧରିକି ପୁଣି ସିଏ ବି
ଗୋଟେ କାମ କରୁନ କାଲି ସକାଳ ଟ୍ରେନରେ ଯାଉନ ଆଜି ଦେଖ ଆନୁଆଲ ଫଙ୍କସନ ଆଉ ଥରେ ଲିଚୁ ମିଚୁ ଲଗେଇଛନ୍ତି ଏବେ ଦେଖ ଆଉ କେତେ ସୁନ୍ଦର ଆଜି ବଢା ହେଇଛି କାଲି ତ କିଛି କରିନଥିଲା ପ୍ରବଳ ଲୋକ ପୁରୀର କାଲି ବି ମୁହଁ ଦେଇ କରିଥିଲେ ହଉଛି। ଇଏ କହିଲେ ମ୍ୟାମ୍ ବସ୍ରେ ପଳେଇବା ବସ୍ ଡାଇରେକ୍ଟ ପୁରୀ ବସ୍ ନାହିଁ ପୁରୀ ଯାଉଛି ଦିଟା ବସ୍ ଯାଉଛି ଗୋଟେ ରାତି କେତେଟାରୁ ଗୋଟେ ଯାଉଛି ଦିନ ଆମ ଏଠି ଗୋଟେ ଆସୁଛି ଆରଡରୁ ଗୋଟେ ଆସୁଛି ପୁରୀ ବସ୍ ମରୁପାନନ୍ଦ ନା କଣ ଗୋଟେ ଯାଉଛି ସେ ସେପଟ ରାସ୍ତା ଯିବ ଯାଉଥିବ ସେ ଆର ଛକ ସେପଟ ରାସ୍ତା ଅଛି ଚାନ୍ଦବାଲି ଏଇପଟେ ଯାଉଛି ଏପଟ ଯାଉଛି ନାମ ତାହେଲେ ଏଇଠି ମେଡିକାଲଟା ପୁରା ହେଇଗଲା ସବୁ ଉଠି ଆଇଲା ପୁରା ସବୁ ସିଟି ବ୍ଲଡ ବ୍ୟାଙ୍କଟା ସେଠି ଅଛି ଏଠି କ'ଣ ମାନେ ଭଲ ଅଛି ନା ସିଷ୍ଟମ ଏଠି ମାନେ ଡକ୍ଟର ମଗା ଯୋଗାକୁ ସେଇଆ କାଇଁ ଡକ୍ଟର ସବୁ ଭଲ ନା କ'ଣ ଅଛି? ନା ନା ସେ କଟକର ଯୋଉ ଡକ୍ଟର ସେଭଳିଆ ନାହିଁ ଟିକେ କିଛି ମାନେ କହୁଛନ୍ତି ସିଏ ହଉଛି ଭଲ କିଛି ଇଏ ହେଇନାହିଁ ଡେଭଲପମେଣ୍ଟ କାମ ଏମିତି କିଛି ହବା କଥା କିଛି ଭଲ ଇନଷ୍ଟ୍ରୁମେଣ୍ଟ ଇଏ ରଖିନାହାନ୍ତି ଆଗରୁ ଟିକେ ହେଲେ ରେଫର କରୁଥିଲେ ଏବେ ଟିକେ ହେଲେ ରେଫର ଆମ କରୁନାହାନ୍ତି ସାଇଡ ଜୁତା ଅଛି ମୋର ଏଇଠି ଜୋତା ହଁ ସାଇଡ ଅଛି ଖୋଲି ଯାଇଛି क्या छोटा कौन सा पिक ये वाला आंबा ଆମ୍ବା କଲ ଆମ୍ବ ଆମ୍ବୁଲ ହ୍ୟାଲୋ ହଁ ମୁଁ ଯାଉଛି କହୁନ ଦେଖିଲ ଗୋଟେ ଗାଡିର 5 ଜଣ ବସୁଛନ୍ତି ଅଛି ଛକରେ କହ ସମ୍ବରଦର୍ଶୀ ବୋଲି ଇଏ ସବୁ ନୂଆ ଷ୍ଟାଇଲ କରିଦେଇଛନ୍ତି ନା ନା ମୁଁ ଖାଇନି ଆଉ ଖାଇବେନି ସମ୍ବରଦର୍ଶୀ ମାନେ ଖାଇବିନି ଦେବ ଇଚ୍ଛା ନାହିଁ ଇଚ୍ଛା ନାହିଁ ପେଟ ଫୁଲ ପୁରା ଆଉ ସେ ପକୋଡ଼ା ଫକୋଡ଼ା ଖାଇଛି ନା ଆଉ କ'ଣ ଆଉ କ'ଣ ଆମର ବି ତ ହବନି ମୋ ବୋଉ ହଉ ଏଇ ଭିତରୁ बहुत ही रूम पे ଏଠି ରୁମ୍ ଗୁଡ଼ା କେତେ ଲୋ ଆମର ତ ଆମ ଘର 7,000 5,000 କୋଉଠି କମ ନାହିଁ ମାନେ 1 BHK ହଁ ଆମର ପା 4,000 କି ରେଟ୍ लो ଦେଇ ହଁ 1 BHK 7,000 6.5 7 8 ଲୋକେସନ ବେଶୀ ପ୍ଲାଣ୍ଟ ଏରିଆ ନା ପପୁଲେସନ ଅଧିକା ହେଇଯାଉଛି ବାହାର ପପୁଲେସନ ମାନେ ବାହାର ଲୋକ ଗୁଡ଼ା ସବୁ ଇକୋନୋମି ଷ୍ଟ୍ରଙ୍ଗ ସବୁ ହବ ପ୍ଲାଣ୍ଟ ଏରିଆ ସେଠି ଲୋକ ଅଧିକା ଯାଉଥିବେ ବାହାର ଲୋକ ଘର ଭଡ଼ା ତାଙ୍କର ସେ ଆମେ ଯୋଉ ରୁମ୍ ରେ ଅଛୁ ସେ ରୁମ୍ ଟା ଚେଞ୍ଜ କରିବୁ ମୁଁ ରୁମ୍ ଖୋଜିଲିଣି ଯେତିକି 1 BHK 6.5 7 ଉପରେ ସବୁ କଥା चलो तो की गाड़ी का ଗାଡି ଆମ ଗାଡିର ତେଲ ସରିବନି କି ମନ ରଖ ଦେଇ ବୁଲେଇ ଦେ ଏଇଠି ବୁଲେଇ ପଡିବ ଏଇଠି ରଖିଦେ ନା ବୁଲେଇ ଦେ ହଉ ଯା ବୁଲେଇକି ନିଆ ଏଇଠି ବୁଲେଇ ଦେ ହଁ ଆମ ଗେଟ୍ ଖୋଲି ଦେଇଥିଲେ ତ ବୁଲେଇ ଦେଇଥାନ୍ତୁ ଆରାମସେ ଏଇଠି ବୁଲେଇ ଦେ ତ ରୁମ୍ କାଇଁ ଏଇ ପଛରେ ହେଇଠି ବୋଧେ ଏଇଟା ଏଇ ଘରଟା ଆମ ଗେଟ୍ ବାବା ପଶି ଇଏ ଯାଇକି ଦେଖିବି କି ବସି ପଡ ନା ଆସିଗଲେ ଘର ନାଳ ନାହିଁ ଚलो 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 ଏଠି ଗୋଟେ ପକେଇ ଦେଇଛନ୍ତି रुको 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 ଏଇଟା ଉଲ୍ଟି ପଡୁଛ रुको ଠିଆ ହଉଛନ୍ତି ଦି ଜଣ ଉଲ୍ଟି ଆଲ୍ଟି जस्ट टिके ଏଇଠି କେତେ ଚିନା ବୁଲେଇ ଯାଇଛନ୍ତି ତମେ पूरा पाख हाँ 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 पूरा ठीक चलो କୋଉଠି କରିବା ହେଇ ପା ନଈବେ ना ना समुद्र समुद्र आमर ଏଇ ଦିଦି କହିଲା ସମୁଦ୍ର ସମୁଦ୍ର आमर समुद्र ଏ ଏମିତି କହିଲି
ଡ୍ରେନ୍ ଡ୍ରେନ୍ ଗୁଡ଼ା ତାର ଗଡ଼ିଆ ହେଇଗଲା ଟା ଆମର ସେଇଠି ଗୋଟେ ନାଳ ଟାଇପ୍ର ଗଡ଼ିଆ। ମୋ ଜୁତା ଗାଡ଼ ମୁଁ ଯାଉଛି। ଆଜି ଦି ଜଣ ବ୍ଲାକ୍ ସେମ୍ ପ୍ୟାଣ୍ଟ କ'ଣ ଆଜି କଥା। ହ୍ୟାଲୋ ମୁଁ ଦେଖେନି ଯେମିତି ଆମେ ଆସୁଥିଲୁ ରାସ୍ତାରେ ବହୁତ ବହୁତ ବଢ଼ିଆ ଲାଗିଲା। ଆଜି ସେମିତି ଗୋଟେ ଭାଇ ଆମର ରାଗିଗଲା କ'ଣ ପାଇଁ ଆମେ ବି ଜାଣିନୁ। ଖାଲଖାଲରେ ଯେଉଁ ଆଜି ଆମର ଗୋଟେ ଭାଇର ବର୍ଥଡ଼େ ଥିଲା ଆମେ କିନ୍ତୁ ଫିଷ୍ଟ କରୁଥିଲୁ ଯେ ଆମର କ'ଣ କୁହନ୍ତି ଏଇଟା ଫରେଷ୍ଟରେ ସୋ ସେଠି କରୁଥିଲୁ ଆହୁରି ବହୁତ ଲୋକ କରିଥିଲେ ତ ଭାଇ ଟିକେ ଡେରି କଲା ସୋ ଆର ଭାଇଟା କ'ଣ ତାଙ୍କୁ କିଏ କ'ଣ କହିଦେଲେ ରାଗିକି ପଳେଇଲେ ତ ଭାଇ କେକ୍ କାଟିଲେ ପଛରେ ଆମେ ବହୁତ ଖୁସିରେ ଖାଇନୁ। କେକ୍ ନାଁରେ ଆମେ ସେମିତି ଯେଉଁ କ୍ରିମ୍ ବାଲା କେକ୍ କାଟିଲୁନି ଆମେ ଛେନାପୋଡ଼ କାଟିଛୁ ଆଉ ବହୁତ ମଜା ଆସିଲା ଏଇଟାରେ। ଆମ କାଲି ମୋ ଫଙ୍କସନ୍ ବି ଗଲା ବହୁତ ବଢ଼ିଆ ସେ ରେଡ଼ି ହେଇଥିଲି ମୋ ଛୋଟ ହେଇଥିଲା। ଆଉ ଏବେ ଆମେ ମାମା ଆସୁ କୁଆଡ଼େ ଖେଳିବା ଯିବା। ଆଉ ଯେମିତି ଦେଖିପାରୁଥିବେ ଆମେ କେତେ କଥା ହେଉଥିଲେ ଯେତେବେଳେ ବି ଆମେ ସମସ୍ତେ ଏମିତି କଥା ହୁଅନ୍ତି ମିଳିମିଶିକି ଆମେ ସବୁବେଳେ ଏମିତି ରହୁ। ଏଇନା ଭାଇ ଧରିକି ପଳେଇଲେ ଭାଉଜ ଭାଇ ଦୁଇଟା ଭାଇ ଭାଉଜ ତାଙ୍କ ପୁଅ ଆସିଥିଲେ ସୋ ଏବେ ସିଏ ଯାଇସାରିଛନ୍ତି ଆମକୁ ଛାଡ଼ିକି। ଏବେ ଚାଲ ଯିବା ଘରକୁ। ଆଜି ଫରେଷ୍ଟ ଫିଷ୍ଟ କେମିତି ଲାଗିଲା? ଫରେଷ୍ଟ ଫିଷ୍ଟ ବଢ଼ିଆ ଲାଗିଲା ବଢ଼ିଆ କିନ୍ତୁ ଭାଇ ହରିଆ ରାଗିଗଲେ ଟିକେ। ଆରେ ବଢ଼ିଆ ମଜା ଆଇଲା କିନ୍ତୁ ଫିଷ୍ଟରେ ଖାଲି ଭାଇଟା ରାଗିଗଲା କ'ଣ କରିବା ଭାଇ ଆଉ ଆମେ କହିବା ସେ ଭଲ ଲାଗିଲା ତ ପକ୍କା। ବହୁତ ଭଲ ମଜା ଆସିଲା। ମୋ ବେଳେ ମତେ ସବୁ କୁଲ୍ଫି ଖୁଆଇକି ତାପରେ ଥଣ୍ଡା ଦେଲନି ଲାଷ୍ଟକୁ ମୁଁ ଖାଲି ଅଳ୍ପ ଦିଟା ଥଣ୍ଡା ବଞ୍ଚିଥିଲା ମୁଁ ତାକୁ ପିଇକି ରହିଛି। କ'ଣ ଖାଇବୁ ଥଣ୍ଡା ପିଇବୁ ଆଇସ୍କ୍ରିମ୍ ଖାଇବୁ କ'ଣ ବଞ୍ଚିବୁ ନା। ମୁଁ କୁଲ୍ଫି ଖାଇଛି ଖାଲି ମତେ ତମେ ଯେତିକି ପିଇଲା ମୁଁ ତାର କମ୍ ମୁଁ ପିଇଛି କମ୍। ଚାଲନ୍ତୁ ଡ୍ରେସ୍ ଚେଞ୍ଜ କରିବା। ଆମର ଏଠି ଲଗେଜ୍ ପ୍ୟାକ୍ ହେଇସାରିଛି ଆପଣଙ୍କୁ ଦେଖାଉଛି ରୁହ ଆହୁରି ପ୍ୟାକ୍ ହେବ ଏତିକି ଖାଲି ନୁହେଁ ଆମର ଆଉ ମୁଁ ଦେଖାଉଛି ଏ ଦେଖନ୍ତୁ ଲଗେଜ୍ ବାହାରି ସାରିଛି ଆହୁରି ଜିନିଷ ପ୍ୟାକ୍ ହେବ। ସେ ଗୋଟେ ଲେମ୍ବୁ ଧରିଛି ସେତେବେଳୁ ଫରେଷ୍ଟରୁ ଆମେ ଖାଉଥିଲୁ ଲେମ୍ବୁ ତ ସେ ସେତେବେଳୁ ଧରିଛି ତାକୁ। ଚାଲ ଚାଲନ୍ତୁ ଡ୍ରେସ୍ ଚେଞ୍ଜ କରିବା ତାପରେ ଦେଖା ହେବା। ଗେଲି ସେ ଲେମ୍ବୁକୁ ସେ ଧରିକି ଆଇଛି। ଚିକେନ୍ ହେଇଥିଲା ଆମର ଚିକେନ୍ ସାଲାଡ଼ ବଢ଼ିଆ ଟେଷ୍ଟି ହେଇଥିଲା। ଚାଲ ଚେଞ୍ଜ କରିକି ଆସିବା। ମୁଁ ବହୁତ ବଢ଼ିଆ ଲାଗିଲା ମୋତେ ଆଜି ଫିଷ୍ଟରେ। ମୁଁ କେତେ ଦିନ ପରେ ଆମେ ଗେଦର ହେଇଥିଲୁ ସବୁ ଭାଇ ଭଉଣୀ ତ ଗୋଟେ କଥା ମୋତେ ଭାରି ହସ ମାଡ଼ୁଛି ସେ ମାମୁଁ ଯେଉଁ ହଂସ ମୋତେ ବାଣୁଛି ସେ କଥା ଛାଡ଼ନ୍ତୁ ଆମେ ଏଇଠି ରଖିକି ଯିବା। ଆମ ଲଗେଜ୍ ପୁରା ଫୁଲ୍ ଅଛି ତାପରେ ବି ଆହୁରି ପୁରା ହେବ। ଆମକୁ ଆଜି ବହୁତ ଖୁସି ହେଉଛି ମୁଁ ପୁରୀ ପଳେଇମି ତାପରେ କିଛି ଦିନ ପରେ ନ୍ୟୁ ଇୟର ପରେ ଆମେ ଆସିମୁ। ତୁ କେତେ ଦିନ ପରେ ପୁରୀ ଯାଉଛୁ? ମୁଁ ନା ହଁ ଏଇ ଯାଇଥିନି ଅକ୍ଟୋବର ନଭେମ୍ବର ଡିସେମ୍ବର ଆଉ ତା ଆଗରୁ କେବେ? 2 ମାସ ତା ଆଗରୁ କେବେ? ତା ଆଗରୁ 10 ବର୍ଷ ପରେ ଅକ୍ଟୋବର ମାସ ଯାଇଥିଲି। ମୁଁ ତ ଫାଷ୍ଟ ଥର ଗଲି ଅକ୍ଟୋବର ମାସ ମାନେ ମୁଁ 10 ବର୍ଷ ହେଲା ବ୍ଲକ୍ ହେଇଯାଇଥିଲି। ଡୋରି ଲଗେଇଲେ ଠାକୁର ଲଗେଇଲେ ଗୋଟେ 2 ଦିନ ନୁହେଁ 6-7 ଦିନ ପିନ୍ଧିଥିଲି ପତା ନାହିଁ। ତା ଦେଖିବା ଆମେ ବାହାରେ ପୁରା ହେଇଛି। ଚାଲ ମୁଁ ତ ପୁରା ଅନ୍ଧାର ହେଇକି ବସିଲାଣି ମାନେ ଫରେଷ୍ଟ ଭାଇ ହେରିକା ଏବେ ଅଛନ୍ତି
आम केक ना छेनपोड़ काटचु ब्यूटीफुल मौसम है जन्म भी आस सारे ये बहुत खुशी मुझे फॉरेस्ट भाईर भी बर्थडे हैप्पी वाला बर्थडे बाबा आज आसी हम काली जीमु आज ये ब्लॉग तो एंड करछि।